नमस्कार, मैं आदिति। अब अभी मेरे साथ देख रहे हैं जनता एक्सप्रेस। ମାଛ ବ୍ୟବସାୟୀଙ୍କୁ ମାରଣାତ୍ମକ ଆକ୍ରମଣ ଘଟଣାକୁ 10 ଦିନ ବିତି ଯାଇଛି ହେଲେ ପୋଲିସ ହାତ ଖାଲି। ସାମ୍ବାଦିକ ସମ୍ମିଳନୀ ଜରିଆରେ କ୍ଷୋଭ ପ୍ରକାଶ କଲେ ପୀଡ଼ିତଙ୍କ ପରିବାର। ବସ୍ତା ଥାନା ବାଉଁଶମୁଖା ଗ୍ରାମର ଜୈନିକ ଯୁବକଙ୍କୁ କିଛି ଯୁବକ ମାରଣାତ୍ମକ ଆକ୍ରମଣ କରି ଲହୁଲୁହାଣ କରିଥିବା ବେଳେ ଘଟଣା ବାବଦରେ ପୀଡ଼ିତଙ୍କ ସ୍ତ୍ରୀ 10 ଦିନ ପୂର୍ବେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ ଜଣକ ଶାସକ ଦଳର ନେତାଙ୍କ ଛତ୍ରଛାୟାରେ ଥିବାରୁ ପୁଲିସ ତାଙ୍କ ପ୍ରତି ଆହତିକୁ ଅନୁକମ୍ପା ଦେଖାଉଥିବା ସୋମବାର ପୂର୍ତ୍ତି ବିଭାଗ ଡାକବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିବାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଏ ଗ୍ରାମର ପିଣ୍ଟୁ ବୈଠା ମାଛ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି। ଗତ ଏପ୍ରିଲ 11ରେ ପିଣ୍ଟୁ ତାଙ୍କର ସହଯୋଗୀ ବେଣୁଧର ବେହେରାଙ୍କ ସହ ଜଳେଶ୍ୱର ଯାଇ ବେପାର ଟଙ୍କା ଧରି ଫେରୁଥିଲେ। ଦିନ ପ୍ରାୟ 12:42 ସମୟରେ ମାଛ ବାବଦରେ କଥା ଅଛି କହି ଏକ ଅଜଣା ନମ୍ବରରେ ପିଣ୍ଟୁଙ୍କ ମୋବାଇଲକୁ ଫୋନ୍ ଆସିବା ସହ 16 ନମ୍ବର ଜାତୀୟ ରାଜପଥର କୁଡ଼ିଆ ପୁଲ ପାର୍ଶ୍ୱ ବସୁନ୍ଧରା ହୋଟେଲକୁ ଆସିବାକୁ ବ୍ୟକ୍ତି ଜଣକ କହିଥିଲେ। ପିଣ୍ଟୁ ଏବଂ ବେଣୁଧର ଉକ୍ତ ହୋଟେଲରେ କାରରୁ ଓହ୍ଲାଇବା କ୍ଷଣି ସ୍ଥାନୀୟ ସଦାନନ୍ଦପୁର ଅଞ୍ଚଳର ଦେବାଶିଷ କବି, ଦିଲ୍ଲୀପ ବେହେରା, ସ୍ନେହାଶିଷ ବାରିକ, କାହ୍ନୁଚରଣ ବାରିକ, ମନ୍ମଥ କବି, ହିତେଶ ବାରିକଙ୍କ ସମେତ 10-12 ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ପିଣ୍ଟୁଙ୍କ ଗାଡ଼ିରୁ ଘୋଷାରେ ଏଣି ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିବା ସହ ପାଖରେ ଥିବା 4 ଲକ୍ଷରୁ ଉର୍ଦ୍ଧ୍ୱ କଲେକ୍ସନ ଟଙ୍କା ଓ ସୁନା ଗହଣାକୁ ଲୁଟି ନେଇଥିଲେ। ବେଣୁଧର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ହାଣି ରକ୍ତାକ୍ତ କରିବା ସହିତ ମର୍ଡର କରିବା ନିମନ୍ତେ ଗୋଡ଼ାଇବାରୁ ବେଣୁଧର କୌଶଳ କ୍ରମରେ ସେଠୁ ଖସି ଆସି ଅନ୍ୟମାନଙ୍କୁ ଖବର ଦେଇଥିଲେ। ଫଳରେ ସମସ୍ତେ ଘଟଣାସ୍ଥଳରେ ପହଞ୍ଚି ଅଚେତ ହୋଇ ମୁର୍ମୁଷ ଅବସ୍ଥାରେ ପଡ଼ିଥିବା ପିଣ୍ଟୁଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରେମୁଣା ମେଡିକାଲ କଲେଜକୁ ନେଇଯାଇଥିଲେ। ତେବେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତାଙ୍କର ସ୍ତ୍ରୀ ସୁମିତ୍ରା ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ 217/26 ମୂଳେ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଚଳାଇଥିଲା। ମାତ୍ର ଘଟଣାକୁ 10 ଦିନ ବିତି ଯାଇଥିଲେ ବି ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରୁନଥିବାରୁ ସେମାନଙ୍କ ପ୍ରତି ଆହତକୁ ଅନୁକମ୍ପା ପ୍ରଦର୍ଶନ କରୁଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି। ସୂଚନା ଥାଉକି ଦେବାଶିଷ ବିଜେପିର ବରିଷ୍ଠ ନେତା ପ୍ରଦୀପ କୁମାର ପଣ୍ଡା, ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ହେଉଥିବା ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକଟ ହେଉଥିବାରୁ ସେମାନଙ୍କ ପ୍ରତି ଉକ୍ତ ନେତାଙ୍କର ଆଶୀର୍ବାଦ ଥିବା ଅଭିଯୋଗ ହେଉଛି। ବସ୍ତାରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ। ମୋ ନାଁ ନିମାଇଚରଣ ବେହେରା, ଘର ବାଉଁଶମୁଖା। ଯେଉଁ ପିଲାଟା ମାଡ଼ ଖାଇଛି ସିଏ ଆମର ଗାଁର ପିଲା ଏବଂ ଆମର ପୁତୁରା ଜଣେ। ଯେଉଁ ପିଲା ପିଟିଛି ସିଏ ବଜରଙ୍ଗୀ ଦଳର ମାନେ ବଟି ଆଦାୟ କରୁଥିବା ପିଲା। ସିଏ ପ୍ରତ୍ୟେକ ଗୋରୁ ଗାଡ଼ି ପାଖରୁ ବଟି ନେଉଛି ଏବଂ ମମିଡ଼ିଆନ ପିଲାମାନଙ୍କୁ ହ୍ୟାଣ୍ଡେଲ କରିକି ବ୍ରାଉନ୍ ସୁଗାର ବେପାର କରୁଛି, କିନ୍ତୁ ନିଜେ ସାମ୍ନାକୁ ଆସୁନାହିଁ। ଏମିତି ସେ ପିଲା ସମସ୍ତଙ୍କୁ ଏମିତି ପିଟାମାରା କରୁଛି, କାହାକୁ ହାଣ୍ଡକାଟ କରୁଛି। ଯାଉ ସେ ପିଲା ଏମିତି ହେଇଯାଇଛି, ବସ୍ତା ଥାନା ତାଙ୍କୁ ଥାନା ପଛପଟରେ ସେ ପିଲାର ଘର, କିନ୍ତୁ ବସ୍ତା ଥାନା ତାକୁ ଧରି ପାରୁନାହାନ୍ତି। ଯାହାକି ବସ୍ତା ଥାନା ପୁରା ତାଙ୍କ ପାଖରୁ ପଇସା ନେଉଥିବେ ବଟି ଆକାର, କାହିଁକିନା ଇଏ ଗୋରୁ ଗାଡ଼ି ପ୍ରତ୍ୟେକ ଗୋରୁ ଗାଡ଼ି ପାଖରୁ ବଟି ଆଦାୟ କରୁଛନ୍ତି। ଦୁଇଟା ଆମର ଯେଉଁ ହାଡ଼ି ଲୋକ ଆମକୁ ହାଡ଼ି ଜାତି କହିକି ଯେ ଆମର ହାଡ଼ି କ'ଣ କରିବେ, ଆମେ ତାଙ୍କର ମୋର ନେତା ବଡ଼ ବଡ଼ ନେତା ଅଛନ୍ତି, କ୍ୟାବିନେଟ ମନ୍ତ୍ରୀ ଅଛି, ଇଏ ଅଛି, ତାଙ୍କୁ ହାଣି ଦେବୁ ଇଏ କରିବେ, ଆମର କିଛି ତାଡ଼ି ପାରିବେନି। ସିଏ ହରିଜନ ଲୋକ ଆମର କିସ କରିବେ, କିଛି ତାଡ଼ିବେନି। ମାନେ ଏମିତି ବେଳେ ଆମେ ଚାହୁଁଛେ ଆମ ଯେଉଁ ପିଲା ମାଡ଼ ଖାଇଛି ଆମକୁ ନ୍ୟାୟ ମିଳୁ। ଯଦି ନ୍ୟାୟ ନ ମିଳିବ ଆମେ ତା ବାଟ ଆମେ ନିଜେ କରିବୁ। ଆମେ ଏଇ ହରିଜନ ଲୋକ ଆମେ ନିଜେ ବାଟ କରିବୁ। ଯଦି ଆମ ଆଇନର ଯଦି ଠିକ ଅପାରଗତା ଯଦି ଥିବ, ଆମେ ଜାଣିଲୁ ଯେ ଆଇନର କିଛି ଅପାରଗତା ଅଛି, ସେ ପାରିବେ ନାହିଁ। ସେଇଥିପାଇଁ ଆପଣଙ୍କ ଜରିଆରେ ଆମେ ଜଣେଇଲୁ। ଯଦି ଏଇଥିରେ ଯଦି ଆମେ ଟିକେ ଉପକୃତ ହେଲୁ ତାହେଲେ ଆମେ ଆଗକୁ ଯିବୁ ଆପଣଙ୍କ ସାହାଯ୍ୟରେ। ଯଦି ଆପଣମାନେ ବି ଯଦି ଆମକୁ ଛାଡ଼ିଦେବେ ତାପରେ ଆମେ ଆମ ବାଟରେ ଯିବୁ। ଆଉ ମୋ ନାଁ ଆଜ୍ଞା ବେଣୁଧର ବେହେରା। କଣ ଘଟଣା ହେଇଛି? ଘଟଣା ଆଜ୍ଞା 11 ତାରିଖ ଦିନ ଆମେ ଆକ୍ଚୁଆଲି ମାଛ ବେପାର କରୁ। ମୁଁ ଆଉ ମୋ ସାଙ୍ଗ ସହଯୋଗୀ ଆମେ ମାଛ ବେପାର କରୁ। ଆମର ଯୋଉ ଶୁକ୍ରବାର ଦିନ ମାଛ ବିକ୍ରି ହେଲା, ଶନିବାର ଦିନ କଲେକ୍ସନରେ ଆମେ ବାହାରିବୁ। 7ଟା ବେଳୁ ବାହାରି ଗଲୁ, ରୁପସାଠୁ ଷ୍ଟାର୍ଟ କଲୁ ନଳବାହାର। ଏପଟେ ଆମର ଚାଲିଗଲା ବାଲିଆପାଳ ଲାଇନ। ସେଥିରେ ଯାଇନଥିଲୁ, ଆମେ କହିଲୁ ଏପଟେ ଆସିଲେ ଏପଟେ ବାଲିଆପାଳ ଯିବୁ। ବାଲିଆପାଳ ଲାଇନ ବି ଆମର କଲେକ୍ସନ ହୁଏ। ସିଧା ଆମେ ପଳେଇଲୁ ଅମରଦାରୁ ଜଳେଶ୍ୱର। ଜଳେଶ୍ୱରରୁ ଯେତେବେଳେ ଆମେ କଲେକ୍ସନ କରିକି ଫେରୁଥିଲୁ,
ଜଳେଶ୍ୱର ପାରେଇ ଆସିଛୁ, ଗୋଟେ ଅନନୋନ୍ ନମ୍ବରରେ ଆମ ପିଣ୍ଟୁ ବାବୁ ପାଖକୁ କଲଟେ ଆସିଲା ଯେ ଭାଇ ଆପଣ ମାଛ ବେପାର କରନ୍ତି ନା? ଆଜ୍ଞା। ନା ଆମର କିଛି ଗୋଟେ କାମ ଅଛି, ଆଉ ଆପଣଙ୍କୁ ମାଛ ଟିକେ ଅର୍ଡର ଦେବୁ, ଆଉ ଆପଣ ଏଇ ବସୁନ୍ଧରା ହୋଟେଲ ପାଖକୁ ଆସନ୍ତୁ। ସେଇଠୁ ପିଣ୍ଟୁ ବାବୁ କହିଲେ ହଉ ଠିକ ଅଛି, ଆମେ ତ ଘୁରୁଛୁ, ଆମକୁ 15-20 ମିନିଟ୍ ଲାଗିବ, ଆଉ ଆମେ ପହଞ୍ଚିବି। ଆଜ୍ଞା ସେଇଠୁ ଯେତେବେଳେ ଆମେ ବସୁନ୍ଧରା ହୋଟେଲ ଆଗରେ ପହଞ୍ଚିଲୁ, ଆମେ ଓହ୍ଲେଇ ପଡୁଛୁ ଆଜ୍ଞା, ମୋ ସାଙ୍ଗ ଉପରକୁ, ମାନେ ମୋ ବିଜନେସ୍ ପାର୍ଟନର ବନ୍ଧୁ ଉପରକୁ ହଠାତ୍ ଖଣ୍ଡାରେ ଆକ୍ରମଣ ହେଲା। ସେଠି ଯୋଉ ଆକ୍ରମଣ ହଉଥିଲା ସିଏ ତା ପଛପଟୁ, ମୁଁ ସେଇଟା ଦେଖିପାରି ଆଜ୍ଞା ବିରୋଧ କଲାରୁ ମୋର ଏଇ ହାତରେ ପ୍ରଥମ ପାହାରଟା ଭିଟିଲା। ଏଇ ହାତରେ ଯୋଉ ଭିଟିଲା ଏଇଠି କଟିଛି, ଏଠୁ ଭିଟିକି ତା ମୁଣ୍ଡରେ ଭିଟିଲା ମୋ ସାଙ୍ଗର। ତାପରେ ଘଟଣା ହଉଛୁ ସେମାନେ ଥିଲେ ହଉଛୁ 15+ ଥିଲେ। ଯେରକମ ମୁଁ ତାକୁ ପ୍ରଥମ ସେଭ୍ କରୁଥିଲି, ତାପରେ ମତେ 4-6 ଜଣ ଗୋଟେ ସାଇଡକୁ ଧରି ନେଇଗଲେ, ତାକୁ 8-10 ଜଣ ଗୋଟେ ସାଇଡକୁ ଧରି ନେଇଗଲେ। ତାପରେ ତଳେ ପକେଇକି ମାରାପିଟ କଲେ। ମୋ କାନ୍ଧରେ ଗୋଟେ କ୍ୟାସ୍ ବ୍ୟାଗ୍ ଥିଲା, ଯୋଉ କଲେକ୍ସନ ଟଙ୍କା ଆମେ ଘୁରୁଥିଲୁ, 4.5 ଲକ୍ଷ ପ୍ଲସ୍। ତାପରେ ଆମେ ଘୁରୁଥିଲୁ, ଏଇ କଣ ହେଲା କି ସେଇଠୁ ମୁଁ ଯେମିତି ହଉ ମତେ ଧରି ନେଲେ 4-6 ଜଣ, ମୁଁ ତାଙ୍କୁ ପେଲି ପୁଲାକି ଆମ୍ପୁଡି ଉମ୍ପୁଡାକି ସେଠୁ ପଳେଇ ଆସିଲି। ମୁଁ ଆସିକି ଆଜ୍ଞା ତାକୁ ଫୋନ ମାରୁଛି ସାଙ୍ଗକୁ, ମୋ ସାଙ୍ଗ ମାନଙ୍କୁ, ଯଦି କାଳି ଆସି କିଏ ହେଲ୍ପ କରିବ। କେହି ଆଉ ଫୋନ ଉଠାନ୍ତିନି। ଗୋଟେ ସାଙ୍ଗ ଫୋନ ଉଠେଇଲା, ତାକୁ କହିଲି ଯେ ଆରେ ଭାଇ ଏମିତି ଏମିତି ଘଟଣା ହେଇଛି, ତୁ ଜଲ୍ଦି ଗାନ୍ଧୀ ଛକ ପହଞ୍ଚ। ଦେଇକି ସେଇଠୁ ମୁଁ ସେଇଠି ଫୋନ ମାରୁ ମାରୁ ଯାହା ହଉ ତା ପଛେ ପଛେ ପିଣ୍ଟୁ ବାବୁ ଆସିକି ପହଞ୍ଚିଗଲେ 1 ମିନିଟ୍ କି 1.5 ମିନିଟ୍ ପରେ। ମୁଁ ତାଙ୍କୁ ଦେଖିଲା ବେଳକୁ ଗୋଟା ରକ୍ତ ଲହୁ ଲୁହାଣ ହେଇଛନ୍ତି। ଦେଇକି ସେଇଠୁ ଆମେ ପଳେଇ ଆସିଲୁ ଗୋଟେ ବାଇକରେ ବସିକି ଗାନ୍ଧୀ ଛକ। ସେଇ ଭିତରେ ଆମ ସାଙ୍ଗଟା ପହଞ୍ଚି ଯାଇଥିଲା ହଉଛି ଗାନ୍ଧୀ ଛକ। ଥାନାରେ ତ ଅଭିଯୋଗ କରିଥିଲେ, ତାପରେ କଣ ହେଲା? ଥାନା ବାଲା ଆମ କଥା ଆଜ୍ଞା କିଛି ଶୁଣୁନାହାନ୍ତି। କାହିଁକି ଶୁଣୁନାହାନ୍ତି? 12 ତାରିଖ ଏଫଆଇଆର ହେଇଛି ଆଜ୍ଞା, ଆଜି ହେଇଗଲା 19 ତାରିଖ। ଆଜି ପର୍ଯ୍ୟନ୍ତ କିଛି ମାନେ ବସ୍ତା ପୋଲିସର ହାତ ଖାଲି। କାହିଁକି? କାହିଁକି ଆମେ କଣ କହିବୁ କୁହ? ଆମେ କଣ କହିପାରିବୁ?